ତେଣୁ ଯେଉଁ ବର୍ଷା ହେଉଛି ଚାଷୀମାନେ ଯେଉଁମାନେ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି ଆଦୌ ବିଚଳିତ ହୁଅନ୍ତୁ ନାହିଁ। ରାଜ୍ୟ ସରକାର ସେ ସମସ୍ତଙ୍କର ପଛରେ ହିମାଳୟ ଭଳିଆ ଛିଡ଼ା ହେଇଛି। ଆରମ୍ଭରୁ ତ ପୂର୍ବ ଆକଳନ ହେଲା ଯେ ଏଥର ସ୍ୱଳ୍ପ ବୃଷ୍ଟି ହେବ ଏବଂ ଚାଷ ପ୍ରଭାବିତ ହେବ, କିନ୍ତୁ ଗୋଟିଏ ସପ୍ତାହରୁ ଅଧିକ ହବ ଓଡ଼ିଶାର ବିଭିନ୍ନ ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ମଧ୍ୟ ହେଉଛି। ଏ ବାବଦରେ ବଲାଙ୍ଗୀର ଜିଲ୍ଲାର ରିପୋର୍ଟ ଆମ ପାଖରେ ହସ୍ତଗତ ହୋଇଛି। କଟକ ଜିଲ୍ଲାର ମଧ୍ୟ ଆଠଗଡ଼ ବଳମ୍ବା ଠାରୁ ଆରମ୍ଭ କରିକି ଉପକୂଳ ଅଞ୍ଚଳର ମଧ୍ୟ ବିଭିନ୍ନ ଜାଗାରେ ପ୍ରବଳ ବର୍ଷା କାରଣରୁ ଚାଷ ଜମି ପ୍ରଭାବିତ ହୋଇଛି। କଟକରେ ତ ଆମେ ଲୋକଙ୍କୁ ତାଙ୍କର ପ୍ରଭାବିତ ଅଞ୍ଚଳରୁ ବାହାର କରିକି ଆଶ୍ରୟସ୍ଥଳୀକୁ ମଧ୍ୟ ନେଇଥିଲୁ ଏବଂ ରୋଷେଇ ଖାଦ୍ୟ ଠାରୁ ଆରମ୍ଭ କରିକି ଡ୍ରାଏ ରାସନ ପର୍ଯ୍ୟନ୍ତ ଆବଣ୍ଟନ କରିଥିଲୁ। ଜିଲ୍ଲାପାଳମାନଙ୍କ ସାଙ୍ଗରେ ଯେଉଁ ଯେଉଁ ଜାଗାରେ କମ୍ ବେଶୀ ବର୍ଷା ହେଇଛି ଜିଲ୍ଲାପାଳମାନଙ୍କ ସାଙ୍ଗରେ ମୁଁ କଥାବାର୍ତ୍ତା ହେଇଯାଇଛି ଏବଂ ତାଙ୍କୁ ମୁଁ ପରାମର୍ଶ ଦେଇଛି ଯେ ତୁରନ୍ତ ଯେଉଁ ଯେଉଁ କ୍ଷୟକ୍ଷତି ହେଇଛି, ଚାଷ ଜମି କ୍ଷୟକ୍ଷତି ହେଇଥାଉ କିମ୍ବା ଘର କ୍ଷୟକ୍ଷତି ହେଇଥାଉ କିମ୍ବା ବିଭିନ୍ନ ବିଭାଗର ମଧ୍ୟ ଭିତ୍ତିଭୂମି କ୍ଷୟକ୍ଷତି ହେଇଥାଉ ତାର ରିପୋର୍ଟ ତୁରନ୍ତ ପଠାଇବା। ଗତକାଲି ଠାରୁ ଏହି ରିପୋର୍ଟ ପ୍ରାଥମିକ ରିପୋର୍ଟଟା ଆସିବାଟା ଆରମ୍ଭ କଲାଣି ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ମଧ୍ୟ ମୋର ନିର୍ଦ୍ଦେଶ ଅଛି ଯେଉଁ ଜିଲ୍ଲାରୁ ରିପୋର୍ଟ ଆସିବ ବିଳମ୍ବ ନ କରିକି ସେମାନଙ୍କର ଯାହା କ୍ଷୟକ୍ଷତି କରୁଛି ତାର କ୍ଷତିପୂରଣ ରାଶି ସମ୍ପୃକ୍ତ ଜିଲ୍ଲାକୁ ପଠାଇବା। ଜିଲ୍ଲାପାଳ ମଧ୍ୟ ଯେଉଁ ନିର୍ଦ୍ଦେଶ ଅଛି ଯେଉଁମାନଙ୍କର କ୍ଷୟକ୍ଷତି ହେଇଛି ସେମାନଙ୍କର ନାଁ ସମ୍ପୂର୍ଣ୍ଣ ବିବରଣୀ ତାର ସାଙ୍ଗରେ ସାଙ୍ଗରେ ତାଙ୍କର ଆଧାର କାର୍ଡ କପି ଏବଂ ତାଙ୍କର ଯେଉଁ ବ୍ୟାଙ୍କ ଆକାଉଣ୍ଟ ତାର ମଧ୍ୟ କପି ଆଣିବା ପାଇଁ, ଯାହାଫଳରେ ଆଉ ଆମର ରାଜସ୍ୱ କର୍ମଚାରୀ ମାନେ ଘର ଘର ଯାଇକରି ଆବଣ୍ଟନ କରିବାର ଆବଶ୍ୟକତା ପଡ଼ିବନି। ଯେଉଁ ଦିନ ପହଞ୍ଚିଗଲା ଜିଲ୍ଲାପାଳଙ୍କ ପାଖରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର କ୍ଷତିପୂରଣ ରାଶି ଅନଲାଇନରେ 2 ମିନିଟରେ ଯେତେ ଲୋକ କ୍ଷତିଗ୍ରସ୍ତ ହେଇଛନ୍ତି ସମସ୍ତଙ୍କ ଆକାଉଣ୍ଟକୁ ପଇସା ପଠାଇ କଟକ ଜିଲ୍ଲାର 2 ବ୍ଲକ ପ୍ରଭାବିତ ହେଉଛି। ଆଉ ବରଗଡ଼ ବଲାଙ୍ଗୀରରେ ମଧ୍ୟ କିଛି କିଛି ପ୍ରଭାବିତ ହେଉଛି। ସମସ୍ୟା ହଉଛି ଯେ ଚାଷ ଆରମ୍ଭ ହେଲା ବେଳକୁ ଏଭଳିଆ ଘଟଣା ଘଟିଲା। ବ୍ୟବସ୍ଥା ଯେଉଁଟା ହଉଛି ଷ୍ଟାଣ୍ଡିଂ କ୍ରପ୍ କରୁଛି, ଷ୍ଟାଣ୍ଡିଂ କ୍ରପ୍ କ୍ଷତି ହେଲେ ତାର କ୍ଷତିପୂରଣ ରାଶି ଆମେ ଦେଇଥାଉ, କିନ୍ତୁ ଚାଷ ଆରମ୍ଭ ହେଲା ବେଳକୁ ଯୋଉଟା କ୍ଷତି ହେଉଛି, ଗତ ବର୍ଷ ମଧ୍ୟ ବାଲେଶ୍ୱରରେ ଏଭଳିଆ କ୍ଷତି ହେଇଥିଲା, ତାକୁ ଆମେ ଆଇନର ସଂଶୋଧନ କରିକି ସେମାନଙ୍କ ପାଇଁ ମଧ୍ୟ କ୍ଷତିପୂରଣ ରାଶି ପ୍ରଦାନ କରିଥିଲୁ। ତେଣୁ ଯେଉଁ ବର୍ଷା ହେଇଛି ଚାଷୀମାନେ ଯେଉଁମାନେ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି ଆଦୌ ବିଚଳିତ ହୁଅନ୍ତୁ ନାହିଁ। ରାଜ୍ୟ ସରକାର ସେ ସମସ୍ତଙ୍କର ପଛରେ ହିମାଳୟ ଭଳିଆ ଛିଡ଼ା ହେଇଛି। ଯାହା ବି ଏପର୍ଯ୍ୟନ୍ତ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ଯଦି କୌଣସି ଜାଗାରେ ବର୍ଷା କାରଣରୁ ଗୋଟିଏ ଲୋକ ଗୋଟିଏ ଘର ମଧ୍ୟ କ୍ଷତିଗ୍ରସ୍ତ ହେଇଥିବ କିମ୍ବା ଗୋଟିଏ କ୍ଷେତ କ୍ଷତିଗ୍ରସ୍ତ ହେଇଥିବ ତାକୁ ମଧ୍ୟ ଛୋଟ ଘଟଣା କହିକି ଇଗ୍ନୋର ନ କରିକି ତାର ମଧ୍ୟ ତାଲିକା ପ୍ରସ୍ତୁତ କରିବା ପାଇଁ କେହି ବାଦ ପଡ଼ିବନି। ସମସ୍ତ କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ପାଇବେ। ଘର କ୍ଷତି ହେଇଥିଲେ ଘରର କ୍ଷତିପୂରଣ, ଚାଷ କ୍ଷତି ହେଇଥିଲେ ଚାଷ।